ପାଣି ପଡ଼ିଆଟାକୁ ତମେ ଦେଖିବ। ବେକରେ ରସି ଲଗେଇ ତମ ସମସ୍ତଙ୍କୁ ହଡ଼ର ଭଣାରେ ପକେଇଦେବ। ଲକ୍ଷଣୀୟରେ ଦୁର୍ଭାଗ୍ୟକୁ ମୋ ଭାଗ୍ୟ ସହିତ ସଂଯୋଗ କରି ମୁଁ ହତଲକ୍ଷ୍ମୀ ହବାକୁ ଚାହେଁନି। ଚାଲ ମୋ ସହିତ। ଆରେ ମୋ କଥା ଟିକେ ଶୁଣ। ଆରେ ମୋ ଝିଅଟା ଏମିତି ଅବସ୍ଥାରେ ତାକୁ ଛାଡ଼ିଦେଇ ସେ କୁଆଡ଼େ ଯିବ, କୋଉଠି ରହିବ, କାହା ପାଖକୁ ଯିବ ସିଏ? ଦୁର୍ଭାଗ୍ୟର ବୋଝକୁ ସେ ନିଜେ ମୁଣ୍ଡେଇବ। ଚାଲ ମୋ ସହିତ। ମୋ କଥା ଶୁଣ। ଚାଲ କହୁଛି। ସମସ୍ତେ ଚାଲିଗଲେ, ତୁ କାହିଁକି ଠିଆ ହେଲୁ? ଯାଉନୁ। ଯିବି ମେଡିକାଲ ଘରକୁ ଯିବାକୁ ରାସ୍ତା ଭୁଲିଗଲୁ। ମୋର ଯେମିତି ସବୁ ବାଟ ଗୁଡ଼ାକ ତମ ଆଡ଼ିକି ଲମ୍ବୁଛି। ତମ ପାଖରେ ଥିଲେ ନା ମୋର ସବୁ ବାଟ ସରିଯାଏ। ଦେଖିଲୁ ତ ଜୀବନ ରାସ୍ତାରେ ମୁଁ କେମିତି ଏକା ହେଇଗଲି। ଯୋଉମାନଙ୍କୁ ମୁଁ ବେଶୀ ଆପଣାର ବୋଲି ଭାବୁଥିଲି ସେମାନେ ସମସ୍ତେ କେମିତି ମୋତେ ଗୁଡ୍ ବାଏ କରି ଚାଲିଗଲେ। ମ୍ୟାଡ଼ାମ ଗାନ୍ଧାନୀ, ଜମା ଗାନ୍ଧାନୀ, ତମ ଆଖିର ବୁଲାଇ लो ଆଗେ ପ୍ରଶାନ୍ତ ମହାସାଗର ଭଲ। ତମେ କାହିଁ ଭାବୁଛ ତମେ ଏକୁଟିଆ ବୋଲି? ମୁଁ ଅଛି ତମ ଘରର କନ୍ୟା ଚାକର। ମୋ ଭାଗ୍ୟ ମୋତେ ଏମିତି କାହିଁକି ଠକି ଦେଲାନି ଦୟା? ପିଲାଟି ଦିନରୁ ମାଟା ପାଗିଳି ହେଇଗଲା। ସମସ୍ତେ ମାର ହାତ ଧରି ବାଟ ଚାଲୁଥିଲା ବେଳେ ମୋତେ ମୋ ମାଆକୁ ଦେଖିଲେ କେତେବେଳେ କାନ୍ଦ ମାରୁଥିଲା ତ ଆଉ କେତେବେଳେ ଡର ଲାଗୁଥିଲା। ଶେଷରେ ସେ ମୋତେ ଏକୁଟିଆ କରି କୁଆଡ଼େ ଚାଲିଗଲା ଯେ ଆଉ ତାର ଦେଖା ନାହିଁ। ଯାହାକୁ ନିଜ ଜୀବନଠୁ ଭଲ ପାଇ ମୁଁ ବାହା ହେଲି, ସଂସାର କ'ଣ ଚାଲିବା ପୂର୍ବରୁ ସେ ବି ମୋତେ ପର କରିଦେଲେ। ଆଉ କାହିଁକି ବଞ୍ଚିବି ଦୟା? କୋଉ ସୁଖ ପାଇଁ ମୁଁ ବଞ୍ଚିବି? ତୁ ତୁ ମୋତେ ମାରିଦେ ଦୟା। ମୁଁ ତୋତେ ଯିବି, ମୋତେ ଶେଷ କରିଦେ, ଶେଷ କରିଦେ ମୋତେ। ଖୁସିରେ ରହିବାର ମାନେ ନୁହେଁ ସବୁ କିଛି ଠିକ୍ ଠାକ୍ ଅଛି। ଖୁସିରେ ରହିବାର ମାନେ ଜଣେ ଦୁଃଖକୁ ଗଳା ଧକ୍କା ଦେଇ ବଞ୍ଚିବା ଶିଖିଯାଇଛି। ଆମେ କାହିଁ ଭାବୁଛୁ ତମେ ଏକା ବୋଲି? ମୋ ପରିସ୍ଥିତି ମୋତେ କେମିତି ଧୋକା ମାରିଲା ଦେଖୁନୁ। ଏତେ ଜୋରରେ ଧୋକା ମାରିଲା ଯେ ମୁଁ ଖୁସିର ହିମାଳୟ ଶିଖରରୁ ଖସି ପଡ଼ି ଦୁଃଖର ମହାପ୍ରଶାନ୍ତ ସାଗରରେ ପଶିଗଲି। ସୁଖର ପଦ୍ମଫୁଲଟାକୁ ତୋଳିବାକୁ ମୁଁ ଯେତେ ଭିତରକୁ ଗଲି ପଦ୍ମ ସେତେ କୁଞ୍ଚି କୁଞ୍ଚି ଗଲା। ମୁଁ ଆଠୁଏ ପାଣିକୁ ଗଲି, ପଦ୍ମ ଘୁଞ୍ଚିଲା। ମୁଁ ଅଣ୍ଟାଏ ପାଣିକୁ ଗଲି, ପଦ୍ମ ଘୁଞ୍ଚିଲା। ମୁଁ ପାଟିଏ ପାଣିକୁ ଗଲି, ପଦ୍ମ ଘୁଞ୍ଚିଲା। ପାଣି ଭିତରେ ଉପୁଟୁ ହୋଇ ମୁଁ ବଡ଼ ପାଟି କରି ଚିତ୍କାର କଲି, ମୋତେ ବଞ୍ଚାଅ, କିଏ କୋଉଠି ଅଛ, ମୋତେ ବଞ୍ଚାଅ। ଆଉ ଠିକ୍ ସେତିକିବେଳେ ମୋ ଭାଗ୍ୟ କୂଳରେ ଠିଆ ହେଇ ମୋତେ କହିଲା, ଏ ନମିତା, ଦୁଃଖ ପରା ତୋ ଭାଗ୍ୟରେ ଲେଖା। ତମ ଭାଗ୍ୟରେ ଯଦି ଦୁଃଖ ଲେଖା, ତାହେଲେ ତମ ଭାଗ୍ୟ ସହିତ ଜଣା ମୋ ପାଖରେ ଲେଖା। ଆମେ ଦି ଜଣ ସାଙ୍ଗ ହେଇ ଚାଲିଲୁ ନା, ସେ ବେଇମାନ ଲୋକ ଆମର କିଛି କରିପାରିବ, କିଛି କରିପାରିବନି ସେ ବେଇମାନ ଲୋକ। ତମେ ଚାଲ ମୋ ଘରକୁ ଯିବ। ତୋ ସାଙ୍ଗରେ ଯିବି? ହଁ ପୁଣି ତୋ ଘରକୁ? ହଁ ଚାଲ। ଘରକୁ ଯିବା ଆଗରୁ ମେଡିକାଲ ବିଲ୍ ପେମେଣ୍ଟ କରିଯାଆନ୍ତୁ। ହଁ, ମାର୍କେଟର ମ୍ୟାଡାମ ପାଇଁ ଆଉ ଗୋଟେ ହୁଇଲ ଚେୟାର ମଗେଇଦେବେ। ଏ ନିଅନ୍ତୁ ମେଡିକାଲ ବିଲ୍ 2,30,000। ଏତେ ଟଙ୍କା ତୁ ଯା, ମୁଁ ଦେଇଦେବି। ତମେ
এটা প্রাইভেট নর্সিং হোম টঙ্কা নদেলে মানে ছাড়িবেনি গোড়ে দিটা সিনা নষ্ট হয়ে যাইছে আখি দিটা তো ଅଛି কিডনি দিটা তো ଅଛି ସେଥିରୁ ଗୋଟାଏ ଦେଇଦେବି ସେମାନେ ମୋତେ ଛାଡ଼ିଦେବେ ଦେଖିଲ କେତେ ଟଙ୍କା ଦେଖ ଏତେ ଟଙ୍କା ତୁ କୋଉଠୁ ଆଣିଲୁ 3 ଲକ୍ଷ ଟଙ୍କା ମୋ ପାଖରେ ଅଛି ମୁଁ 3 ଲକ୍ଷ ଟଙ୍କା ମାଲିକ କହିଲେ ନା ଆଖି କିଡନି ଦେଇଦିଅ ତମେ ଏଇଟା ମୁଁ ଯାଉ ସାଙ୍ଗେ ସାଙ୍ଗେ ବିଲ୍ ପେମେଣ୍ଟ କରିକି ଅଛି ବେଶୀ ବରା ଦୟା ଦୟା আমি শুনে যা দয়া তোর কথা ଟିକେ শুনে যা ମ୍ୟାଡ଼ାମ ଆପଣ ଦେହ କେମିତି ଅଛି ଭଲ ଅଛି ଭାଇ କହୁଥିଲେ ଆପଣଙ୍କ ଅଣ୍ଟା ଭାଙ୍ଗି ଯାଇଛି କିନ୍ତୁ ବ୍ୟସ୍ତ ହୁଅନ୍ତିନି ଭଗବାନ କରିବେ ସବୁ ଠିକ ହେଇଯିବ ଭାଇ କୁଆଡ଼େ ଗଲେ କି ଭିତରକୁ ଯାଇଛି ଯାହା କୁହ ତମକୁ ଦେଖିଲେ ସବୁ ଭୁଲିଯିବ ଟଙ୍କାଟା ଏତେ ଗୁଡ଼େ ଟଙ୍କା ଧରି ପାଖରେ ବୁଲୁଛି ଆଜିକାଲି ଯୁଗ ଯେମିତି କେହି ଯଦି ଟଙ୍କାଟା ନେଇଯିବ ନା ଗଲା ସମସ୍ତଙ୍କ ଭବିଷ୍ୟତ ଅନ୍ଧାର ଟଙ୍କା ମୋ ସ୍ୱାମୀଙ୍କର ପୋଲିସ ଚାକିରି ହେଇଯାଇଛି ଆଇନ ମନ୍ତ୍ରୀ କହୁଛନ୍ତି 3 ଲକ୍ଷ ଟଙ୍କା ନେବେ ଆଜି ଟଙ୍କା ଦେଲେ ଜୟଙ୍କର ଚାକିରି ହବ ଫାଇନାଲ ତାମାନେ କୁହନ୍ତୁନି ମ୍ୟାଡାମ ଆମର ତ ଟଙ୍କା ନାହିଁ ମୋ ଶାଶୁ ଶ୍ୱଶୁର ଚାହାନ୍ତିନି ଜୟ ଓଡ଼ିଶାରେ ରହନ୍ତୁ କି ଚାକିରି କରନ୍ତୁ ସେଇଥିପାଇଁ ସେମାନେ ଟଙ୍କା ଦେବାକୁ ସଫା ସଫା ମନା କରିଦେଲେ ବାଧ୍ୟ ହୋଇ ମୋ ଦୟା ଆମ ଘର ଜମି ବନ୍ଧକ ଦେଇ 3 ଲକ୍ଷ ଟଙ୍କା ଆଣିବାକୁ ଯାଇଥିଲା ଅପେକ୍ଷା କରିଛନ୍ତି ଟଙ୍କା ନେଇଯିବେ ହେଲେ ସେ ଆସି ଡାକ୍ତରଖାନାରେ ସବୁ ତମରି ଆସିছে ଭାଇ ତତେ କଣ ଯେ କହିବି ତେଲୁଗୁରେ ଟଙ୍କା ଦେଲୁ ଭାଇ ଏମିତି ତଳକୁ ମୋ ଉପରେ ଠିଆ ହେଇଛି କଣ ଟଙ୍କା ଦିଏ ଜୟ ଅପେକ୍ଷା କରିଛନ୍ତି ମନ୍ତ୍ରୀ ଲୋକଙ୍କୁ କଥା ଦେଇଛନ୍ତି 2ଟା ବେଳେ ଟଙ୍କା ଦେବେ ଏଇଠି ତ 2ଟା ବାଜିଗଲାଣି ଶୀଘ୍ର ଦେବୁ ସେ ଟଙ୍କା ଦଉନୁ ଦେ ଟଙ୍କା ଯୋଉ ଟଙ୍କା ଘରର ପଟା ପାଉତି ଦେଇ ସେ ଲୋକଠାରୁ ଆଣିଥିଲୁ ତୁ କଣ ସେ ଟଙ୍କା ଆଣିନୁ ଦେବୁ ସେ କାଗଜ ପତ୍ର ସେ ଲୋକର ନମ୍ବର ଅଛି ମୁଁ ଫୋନ କରି ତା ପାଖରେ ପହଞ୍ଚି ଟଙ୍କା ନେଇ ଆସିବି ସେ କାଗଜ ଭାଇ କଣ ମାନେ ମୁଁ କହୁଛୁ ବେଳେ ବେଳେ ଗଡ଼ି ଯାଉଛି ଜୟଙ୍କର ଚାକିରି ନ ନେଇଥିବ ବୟସ ବି ଗଡ଼ିଯିବ ଆରେ କଣ କର ସେ କାଗଜ କହ ସେ କଣ ଏମିତି ତୁ ମେରେ ହଉଛୁ କାହା କହିଲା କଥା ଖୋଲିକି କହୁନୁ କଣ କରୁନୁ ସେ କାଗଜ ଦେଇ ସେ ଟଙ୍କା ଆଣିଛି ତୁ ତା ଦଉନୁ କହିଲି ଭାଇ ଦେ ସେ ଟଙ୍କା କଣ କଲୁ ସେ ଟଙ୍କା ହଁ ହଁ ଟଙ୍କା ଭାଇ କଣ କଲୁ ସେ ଟଙ୍କା ଚୋରି ହେଇଗଲା ଭାଇ ତୁ ଏମିତି କଣ କହୁଛୁ ମିଛ କହୁଛି ସେ ଭାଇ ଏଟା ମିଛ କହିକି ମଜା କରିବା ତମେ ନୁହଁ ସେ ଟଙ୍କା ହଉଛି ଘର ବନ୍ଧକ ଟଙ୍କା ଜୟ ଯଦି ଚାକିରି ନ କରିବେ ଘର ବି ଆମେ ମୁକ୍ତ କରିପାରିବନି ଭାଇ ସେ ଟଙ୍କା ଏ ଭଗବାନ କଣ ଟଙ୍କା ହଉଛୁ ଆରେ କଣ କଲୁ ସେ ଟଙ୍କା ସେ ମୋ ପାଇଁ ମେଡିକାଲରେ ଡିପୋଜିଟ୍ କରି ଦେଇଛି ତାମାନେ ସୁବି ମୋ କଥା ଟିକେ ସୁରାଇ ରହ ଭାଇ ମ୍ୟାଡାମଙ୍କର ଟଙ୍କାର ଅଭାବ ଅଛି ସେ ଚାହିଁଲେ 3 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରି ନଥାନ୍ତେ ତୁ ଆମ ଘର ବନ୍ଧୁକ ଟଙ୍କା ତାଙ୍କ ପାଇଁ ଖର୍ଚ୍ଚ କରିଦେଲୁ ନା ସବୁ ଟଙ୍କା ଖର୍ଚ୍ଚ କଲେ ଏଇଟା ଅଛି 30,000 ବାକି ଟଙ୍କା ବାକି ଟଙ୍କା ଭଲ କଲୁ ତୁ ଏକଦମ ଠିକ କରିଛୁ ତୁ ପ୍ରମାଣ କରି ଦେଖେଇଦେଲୁ ତୋ ପାଇଁ ତୋ ଭଉଣୀ ନୁହଁ ତୋ ଭଉଣୀର ଭବିଷ୍ୟତ ନୁହଁ ତୋ ପାଇଁ ଛି 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 ସୁବି ମୋ କଥା ଟିକେ ଆଜିଠାରୁ ତୁ ମୋର କେହି ନୁହଁ ଘର ତ ଗଲା ସ୍ୱାମୀଙ୍କର ଚାକିରି ଗଲା ମୋ ଭବିଷ୍ୟତ ବି ଗଲା ଆଉ ତୋ ପାଇଁ ତୋ ଭଉଣୀ ବି ମରିଗଲା ତୋ ଭଉଣୀ ସୁବି ମୋ କଥା ଟିକେ ଶୁଣ ସୁବି ତୁ କଣ କରିଦେଲୁ ରେ ପୁଅ ଜାଣି ଶୁଣି ମୋ ଝିଅର ଜୀବନ ବର୍ବାଦ କରିଦେଲୁ ଜୟ ଚାକିରି କରିଥିଲେ ସେ ଖାଲି ଭଲରେ ରହିନଥାନ୍ତେ ବନ୍ଧା ପଡ଼ିଥିବା ଘର ଢିଅଟା ମୁକାଳିଥାନ୍ତେ ତୁ ଯାହା କଲୁ ଆମେ ଦୁନିଆରେ ରହିବା ତ ଆରେ ତୋ ବାପାଙ୍କର କଣ ଅଭାବ ଅଛି ସେ ତ ଚାହିଁଲେ ଡାକ୍ତରଖାନାଟାକୁ କିଣି ଦେବେ ତାଙ୍କ ପାଇଁ ତୁ କିଛି ଭଲ କଲୁନି ରେ ପୁଅ ତୁ କିଛି ଭଲ କଲୁ
কষ্ট দଉছ কোন দরকার ଥିଲା ମୋ ପାଇଁ ଟଙ୍କା ଡିପୋଜିଟ କରିବା ଯାଉନୁ ତାକୁ ବୁଝେଇ ବୁଝା କେମିତି ବୁଝେଇବୁ ଯାଉନୁ ବେଶୀ ଦେଖେଇ ହଉଛି ମ୍ୟାଡ଼ାମ ଚାଲିଯିବ ତ ଯାଅ ଚାଲିଯାଅ ହେଲେ ମୋ ଜମିଟା ଟଙ୍କାଟା ମୋତେ ଦେଇଯାଅ ମୁଁ ତତେ କହିନଥିଲି ମୋ ପାଇଁ ଟଙ୍କା ଡିପୋଜିଟ କରିବାକୁ ସେ ଗାଡ଼ିଟା ମେଡ଼ିକାଲ ମାନଙ୍କୁ ସେଇଟାକୁ ଦେଇଯାଅ ନେଇଯା ଦେଇଦବୁ ମୁଁ କେବେ ବି ଏକା ନୁହଁରେ ଦୟା ମୁଁ କେବେ ବି ନିଜକୁ ଏକା ଭାବିବିନି ମୋ ସାଥିରେ ମୋ ଲୁହ ଅଛି ମୋ ଦୁଃଖ ଅଛି ମୁଁ କାହିଁକି ଏକା ହେବି ସେ ଲୁହ ହେଉଛି ମଣିଷ ପ୍ରଥମ ଶବ୍ଦ ମ୍ୟାଡ଼ାମ ମୋ ପାଖରେ ଗୋଟେ ମନ୍ତ୍ର ଅଛି ସେ ମନ୍ତ୍ର ପଢ଼ିଲେ ନା ଦୁଃଖ ଆଉ ଲୁହ ସବୁ କୁଆଡ଼େ ପଡ଼ିଲେ ସତରେ ଯାହା କହି ମାନିବ ମାନିବ ସତରେ ତ ମୋ ବୋଉ କହୁଥିଲା ଲୁହ ହସ ଆଉ ଖୁସି ଦୁଃଖ ଚାଲ ଆମେ ଦୁଇ ଜଣ ସାଙ୍ଗ ହୋଇ ସେ ଲୁହ ଆଉ ଦୁଃଖକୁ ଗୋଡ଼େଇବା କେମିତି ହସିବା ଏତେ ଜୋରରେ ହସିବା ଯେ ସେ ଲୁହ ଆଉ ଦୁଃଖ ଆମ ପାଖରୁ 100 ଯୋଜନ ଦୂରକୁ ପଳେଇବ ହସିବା ଦେଖିଲେ ମୁଁ ହସି ହସୁନ ରାଗିଛନ୍ତି ମୋ ଉପରେ ରାଗିଛନ୍ତି ମୁଁ ଜାଣିଛି ମୋ ଉପରେ ଏତେ ରାଗିବ ଟିକେ ସମୟ ପରେ ମୋତେ ପ୍ରଶଂସା କରିବେ ମୋ ପାଇଁ ତାଳି ମାରିବ ଦେଖିବ କେମିତି ତାଳି ମାରିବ ମୋ ପାଇଁ ଦେଖିବ ଦେଖିବ ମୋ ପାଇଁ କେମିତି ତାଳି ମାରିବ ଦେଖ ଜଲ୍ଦି ତୋତେ ଗାଇବା ବେଶୀ ତୋର ମୋର ପରିଶ୍ରମ କରିନି ତମକୁ ଏଇ ତାଳି ମାରିବ ତାଳି ମାରିଲ ନା ହାତରେ ବଳ ନାହିଁ ରେ ଦୟା ପାଖକୁ ଆସୁନୁ ତାଳି ମାରିବି ଶୁଣିବୁ ଉଠ ନାଉ ଦୁଃଖକୁ